Hello everyone, welcome to our YT ପାଠଶାଳା ଏକ୍ସପ୍ଲୋର। ତ ପିଲାମାନେ ଆଜି ଆମେ ଷ୍ଟାର୍ଟ କରିବା ନବମ ଶ୍ରେଣୀରେ ଥିବା ଓଡ଼ିଆ ବ୍ୟାକରଣ ବହିର ପ୍ରଥମ ଅଧ୍ୟାୟ, ଯାହାର ନାମ ହେଉଛି ଶବ୍ଦ ଗଠନ। ଠିକ ଅଛି, ତ ପିଲାମାନେ ଆଜି ଆମେ ପଢ଼ିବା କ'ଣ ନା ଶବ୍ଦ ଗଠନ। ଠିକ ଅଛି, ତ ଶବ୍ଦ ଗଠନ ପଢ଼ିବା ପୂର୍ବରୁ ପ୍ରଥମେ ଆମେ ପଢ଼ିବା ବର୍ଣ୍ଣ। କ'ଣ ପଢ଼ିବା ନା ବର୍ଣ୍ଣ। କହିଲ ପିଲାମାନେ, ବର୍ଣ୍ଣ କାହାକୁ କୁହାଯାଏ? ନା ବର୍ଣ୍ଣ ହେଉଛି ଧ୍ୱନି ମାନଙ୍କର ସାଙ୍କେତିକ ରୂପକୁ ବର୍ଣ୍ଣ କୁହାଯାଏ। ବୁଝିହେଲା? ତ ଧ୍ୱନି ମାନଙ୍କର ସାଙ୍କେତିକ ରୂପକୁ କ'ଣ କୁହାଯାଏ? ନା ବର୍ଣ୍ଣ କୁହାଯାଏ। ଠିକ ଅଛି, ତ ଏବେ ଆମେ ଜାଣିବା ଧ୍ୱନି। ଧ୍ୱନି କ'ଣ ଜାଣିଛ ପିଲାମାନେ? ଧ୍ୱନି କାହାକୁ କହିଥାଉ? କହିଲ, ଧ୍ୱନି କାହାକୁ କହିଥାଉ? ଧ୍ୱନି କାହାକୁ କହିଥାଉ? ଆମ ମୁଖ ନିଃସୃତ ବାଣୀକୁ ଧ୍ୱନି କହିଥାଉ। ମୁଖ ନିଃସୃତ ବାଣୀ କହିଲେ ଆମ ମୁଖରୁ ଅର୍ଥାତ୍ ଆମ ପାଟିରୁ ଯେକୌଣସି ଶବ୍ଦ ବାହାରିଥାଏ ତାକୁ ଆମେ ଧ୍ୱନି କହିଥାଉ। ବୁଝିହେଲା ଧ୍ୱନି କାହାକୁ କହିଥାଉ? ଆଚ୍ଛା, ଧ୍ୱନି ଆମେ ଜାଣିଗଲୁ ଧ୍ୱନି କାହାକୁ କୁହାଯାଏ। ତ ଏବେ ଆମେ ଜାଣିବା ବର୍ଣ୍ଣ। ବର୍ଣ୍ଣ ତ କହିଲି ପିଲାମାନେ, ବର୍ଣ୍ଣ କାହାକୁ କୁହାଯାଏ। ଆଚ୍ଛା, ସେ ବର୍ଣ୍ଣମାନଙ୍କୁ ନେଇକି ଯେମିତି ବର୍ଣ୍ଣ କହିଲ, ବର୍ଣ୍ଣ ଆମର କିଏ କିଏ ଯିବେ? ଯେତେକ ସବୁ ଆମର ଅ ଠାରୁ ଆରମ୍ଭ କରିକି ଅନୁଷ୍କାର ବିସର୍ଗ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ ଗୋଟିଏ ବର୍ଣ୍ଣ। ଠିକ ଅଛି, ଆଚ୍ଛା, ଗୋଟିଏ ବର୍ଣ୍ଣ। ଏବେ ଆମେ ଜାଣିବା ହେଉଛି ଶବ୍ଦ। ଏବେ ଆମେ କ'ଣ ଜାଣିବା ନା ଶବ୍ଦ। ଶବ୍ଦ କାହାକୁ କୁହାଯାଏ? ଶବ୍ଦ କାହାକୁ କୁହାଯାଏ? ନା ଏକ ବା ଏକାଧିକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଆମେ କ'ଣ କହିଥାଉ? ନା ଶବ୍ଦ କହିଥାଉ। ଠିକ ଅଛି ପିଲାମାନେ, ବୁଝିପାରିଲ ନା? ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଆମେ ଶବ୍ଦ ବୋଲି କହିଥାଉ। ଆଚ୍ଛା, କିଏ କହିପାରିବ ଶବ୍ଦର ଉଦାହରଣ? ଆଚ୍ଛା, ମତେ କହିବ ଏଇଟା ଗୋଟେ ହଉଛି ଶବ୍ଦ କି ନୁହଁ? ମୁଁ ଧର ରଖିଲି ଝଖ, ଭଟ୍ଟ, ଆଚ୍ଛା, ମତେ ଏବେ କୁହ, ଏ ମୁଁ ଯେତିକି ସବୁ ଶବ୍ଦ ଲେଖିଲି ଏଗୁଡ଼ାକୁ ଆମେ କ'ଣ କହିପାରିବା? ଶବ୍ଦ କହିପାରିବା କି ନାହିଁ? ଏଗୁଡ଼ା ବି ଶବ୍ଦ, ଏଗୁଡ଼ା ଗୋଟେ କ'ଣ? ଏଗୁଡ଼ା ବି ସବୁ ଶବ୍ଦ, କିନ୍ତୁ ଏଗୁଡ଼ା ସବୁ କ'ଣ ସଠିକ ଶବ୍ଦ ନୁହଁ। କ'ଣ ପାଇଁ? କାହିଁକି ନା ମୁଁ ଧର କହିଲି ଧାନ, ମୁଁ କହିଲି ଟିତ, ମୁଁ କହିଲି ସମ। ଆଚ୍ଛା, ଏଗୁଡ଼ା ମତେ କିଛି ମାନେ ବୁଝା ପଡୁଛି କି? ମାନେ ତ କିଛି ବୁଝା ପଡୁନି। ଯଦି ଆମେ ମାନେ ବୁଝା ପଡୁନି, ଏମାନଙ୍କୁ ସଠିକ ଆମେ କହିପାରିବା କି ଶବ୍ଦ ବୋଲି? ଆମେ କହିପାରିବା ନାହିଁ। ତ ଆମେ ଶବ୍ଦ କାହାକୁ କହିବା? ନା ମୁଁ ପ୍ରଥମରୁ କହିଥିଲି
କ'ଣ ଆମେ ଲେଖିକି ଆସିଲେ ନା ଶବ୍ଦ କାହାକୁ କୁହାଯାଏ? ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ, କିନ୍ତୁ ଇଏ ଆମର ଅର୍ଥ ପ୍ରକାଶ କରୁଛି କି? ଅର୍ଥ ପ୍ରକାଶ କରୁନି, ତେଣୁ ଏହାକୁ ଆମେ ଶବ୍ଦ କହିପାରିବା କି? ଶବ୍ଦ କହିପାରିବା ନାହିଁ। ତାହେଲେ ଶବ୍ଦ ଆମେ କାହାକୁ କାହାକୁ କହିବା? ଯେମିତିକି ଅର୍ଥ ପ୍ରକାଶ କରୁଥିବ କ'ଣ ନା, ମୁଁ ଧର କହିଲି ଘର, ମୁଁ କହିଲି ମାଟି, ମୁଁ କହିଲି ସାର, ମୁଁ କହିଲି ସାଇକେଲ, ମୁଁ କହିଲି କିରୋସିନ, ମୁଁ କହିଲି ପେନ୍। ଆଉ କ'ଣ ହେଇପାରିବ ସେମିତି? ରବର, ଚାଉଳ, ତେଲ। ଏମିତିକା ତୁମେ ବହୁତ ପ୍ରକାର ଉଦାହରଣ ନେଇପାରିବ। ଠିକ୍ ହେଲା। ତାହେଲେ ଏତିକ ସବୁ ଯେତିକ ମୁଁ କହିଲି, ତେଲ କହିଲେ ବୁଝିପାରୁଛ କି ନାହିଁ? ବୁଝିପାରୁଛ। ଚାଉଳ ବି କହିଲେ ବୁଝିପାରୁଛ କି ନାହିଁ? ବୁଝିପାରୁଛ। ଠିକ୍ ଅଛି। ଧର କିରୋସିନ, ପେନ୍, ସାର, ମାଟି, ଘର, ସାଇକେଲ, ରବର, ଏମିତିକା ଅନେକ ଉଦାହରଣ ଅଛି ଯାହାକୁ ଆମେ ଶବ୍ଦ କହିପାରିବା। ଠିକ୍ ଅଛି। କିନ୍ତୁ ସେ ଯେମିତି ଆମର ଅର୍ଥକୁ ବି ବୁଝାଉଥିବା ଦରକାର। ବୁଝିଲା? ଏବେ ଆମେ ବୁଝିପାରିଲେ ଶବ୍ଦ କାହାକୁ କହିଥାଉ? ବୁଝିଲା କି ନାହିଁ? କୌଣସି କିଛି ଡାଉଟ୍ ରହୁଛି? ମୁଁ ଭାବୁଥିବି ସମସ୍ତେ ପୁରା କ୍ଲିୟର ବୁଝି ସାରିଥିବ। ଠିକ୍ ହେଲା? ବୁଝିହେଲା? ଦେଖ ଏଠି କ'ଣ? ଏକ ବର୍ଣ୍ଣ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଆମେ କ'ଣ କହିବା? ନା ଶବ୍ଦ ବୋଲି କହିପାରିବା। ଠିକ୍ ହେଲା। ଶବ୍ଦର ମୁଁ ବହୁତ କିଛି ଉଦାହରଣ ଦେଲି, ଯେମିତି ଘର ପାଖରୁ ଆରମ୍ଭ କରିକି ଯେତିକି ସବୁ, ଧର ସାଙ୍ଗ, ସରବତ। ଠିକ୍ ଅଛି। ଏମିତି ତୁମେ ସବୁ ପ୍ରକାର ଯେତିକି, ଧର ଚଷମା ହେଲା, ଯେତେ ସବୁ ରହିଲା, ଏସବୁ ଗୋଟେ କ'ଣ? ଗୋଟେ ଗୋଟେ ହେଉଛି ଆମର ଶବ୍ଦ। ବୁଝିଲା ଶବ୍ଦ କାହାକୁ କୁହାଯାଏ? ଆଚ୍ଛା, ଆମର ଶବ୍ଦକୁ ବି କ'ଣ କରାହେଇଛି? ନା ଆମ ଶବ୍ଦକୁ ବି ପ୍ରକାର ଭେଦ କରାହେଇଛି। କ'ଣ କରାହେଇଛି? ନା ପ୍ରକାର ଭେଦ କରାଯାଇଛି। ଠିକ୍ ଅଛି। କେତେ ଭାଗରେ? ଆମର ଶବ୍ଦକୁ କେତେ ଭାଗରେ ବିଭକ୍ତ କରାଯାଇଛି? 4 ଭାଗରେ। କ'ଣ? ନା ଏଥିରେ ଆସିଲା ତତ୍ସମ, ତାପରେ ଆସିଲା ତଦ୍ଭବ, ଦେଶଜ, ବୈଦେଶିକ। ବୁଝିହେଲା? ଆଉ କିଏ? ନା ବୈଦେଶିକ। ଠିକ୍ ହେଲା। ଆମର ଏଇ 4ଟି କ'ଣ ହେଇଛି? ପ୍ରକାର ଭେଦ। ବୁଝିହେଲା? ଆମ ଶବ୍ଦକୁ ଯଦି ଆମେ କହିବା, ଶବ୍ଦକୁ ଆମର କେତେ ଭାଗ କରାହେଇଛି? ନା ଶବ୍ଦକୁ ଆମର 4 ଭାଗ କରାହେଇଛି। କ'ଣ? ନା ଗୋଟେ ହେଉଛି ତତ୍ସମ, ଗୋଟେ ହେଉଛି ତଦ୍ଭବ, ଗୋଟେ ହେଉଛି ଦେଶଜ, ଆଉ ଗୋଟେ ହେଉଛି ବୈଦେଶିକ। ବୁଝିଲା କି ନାହିଁ? ବୁଝି ହେଇଗଲା। ମୁଁ ଆଶା କରୁଛି ବୁଝିପାରୁଥିବ ପିଲାମାନେ। ଠିକ୍ ଅଛି। ଯଦି କିଛି ଗୋଟେ ଡାଉଟ୍ ରହୁଛି ମୋତେ ଜଣେଇବ। ଯେଉଁଟା ବୁଝିପାରିବନି ତ ସେଇଟା ମୋତେ ଜଣେଇବ। ଠିକ୍ ଅଛି। ଆଚ୍ଛା, ଆମେ ଜାଣିଗଲେ ତତ୍ସମ। ତେବେ ଆମେ ଜାଣିବା ନା ତତ୍ସମ। ଏବେ କାହା ବିଷୟରେ ଜାଣିବା? ନା ତତ୍ସମ। ଆଚ୍ଛା, ତତ୍ସମ କହିଲେ କ'ଣ? ଦେଖ, ଏଇ ଯେଉଁ ୱାର୍ଡ଼ଟା ଦେଇଛି, ଏଇ ୱାର୍ଡ଼ ହିଁ ତାର ମିନିଂ ଜଣାପଡ଼ିଯାଉଛି। କ'ଣ? ନା ତତ୍ ଅର୍ଥାତ୍ ମିଶେଇ ଦିଅ ଦୁଇଟାକୁ, ତତ୍ ଯୁକ୍ତ ସମ। କ'ଣ ହେଲା? ତତ୍ ତ ତାହା ସହିତ ସମାନ। ଅର୍ଥାତ୍ ତାହା ସହିତ ସମାନ ଅର୍ଥାତ୍ କାହା ସହିତ ସମାନ? ନା ସଂସ୍କୃତ ସହିତ ସମାନ। କାହା ସହିତ ସମାନ? ନା ସଂସ୍କୃତ ସହିତ ସମାନ। ସଂସ୍କୃତ ସମାନ କିଏ? ନା ଆମର ତତ୍ସମ। କାହା ସହିତ ସମାନ? ନା ସଂସ୍କୃତ ଭଳିଆ ଅବିକଳ ସମାନ କିଏ? ନା ହେଉଛି ତତ୍ସମ। ବୁଝିଲା? ଦେଖିବା ଆମେ ଉଦାହରଣ ନେବା। ସଂସ୍କୃତରେ ଯେମିତିକି ଆମେ କହିଲେ, କ'ଣ କହିଲେ? ନଦୀ,
କ'ଣ କହିଲେ? ନଦୀ। ଠିକ୍ ଅଛି। ଆକାଶକୁ ଆମେ କ'ଣ କହୁଛେ? ଆମେ ବି ତ ଓଡ଼ିଆରେ ଆକାଶ ହିଁ କହୁଛେ। ଠିକ୍ ଅଛି। ଅଙ୍କ, ଅଙ୍କକୁ ଆମେ କ'ଣ କୁହେ? ଅଙ୍କ ହିଁ କହୁଛେ। ପର୍ବତ, ପର୍ବତ, ଏସବୁ ଗୁଡ଼ିକ କ'ଣ କହୁଛେ? ଏଗୁଡ଼ା ହେଉଛି ସଂସ୍କୃତରେ ଯେମିତିକା ଉଚ୍ଚାରଣ ହୁଏ, ଠିକ୍ ଅବିକଳ ଏଗୁଡ଼ା ଓଡ଼ିଆରେ ବି କ'ଣ ହୁଏ? ଠିକ୍ ସେମିତିକା ହିଁ ଉଚ୍ଚାରଣ ହେଇଥାଏ। ଠିକ୍ ଅଛି। ତେଣୁ ସେଥିପାଇଁ ଏଗୁଡ଼ିକ କ'ଣ କୁହାଯାଉଛି? ନା ଆମର ତତ୍ସମ ବୋଲି କୁହାଯାଉଛି। ବୁଝିହେଲା ପିଲାମାନେ? ତତ୍ସମ ତାହେଲେ କେଗୁଡ଼ିକ କହିଲେ କହିପାରିବ? ଯଦି ମୁଁ ପଚାରିବି ତତ୍ସମ କହିଲେ କ'ଣ ଏବଂ କେଉଁ କେଉଁ ଗୁଡ଼ିକ ତତ୍ସମରେ ଯାଉଛି କହିପାରିବ କି ନାହିଁ ପିଲାମାନେ? ଠିକ୍ ଅଛି, କହିଦେବ। ଠିକ୍ ଅଛି, ଏବେ ଜାଣିଗଲ, ଏବେ କହିଦେବ ହେଲା। ତାପରେ ତତ୍ସମ ଗଲା, ତାପରେ ପଢ଼ିବା ତଦ୍ଭବ, ତାପରେ ପଢ଼ିବା ତଦ୍ଭବ। ତଦ୍ଭବ ତ ସେମିତିକା ତଦ୍ଭବ ଅଛି, ଅର୍ଥାତ୍ ତହିଁରୁ ଭବ, ତହିଁରୁ ଭବ ଅର୍ଥାତ୍ ତହିଁରୁ ଭବ ଅର୍ଥାତ୍ ସେଠାରୁ ହିଁ ତାର କ'ଣ ହେଇଛି? ଜନ୍ମ ହେଇଥିବ। ସେଇଠାରୁ ହିଁ ସେ ଜନ୍ମ ହେଇଥିବ। ସେଇଠି ହିଁ ତାର କ'ଣ? ନା ସେଇଠି ହିଁ ତାର ଜନ୍ମ। ସେଇଠି ହିଁ ଜନ୍ମ। ଠିକ୍ ହେଲା। ତାହେଲେ ସେଇଠି ହିଁ ଜନ୍ମ ଯିଏ, ସିଏ ହେଲା କିଏ? ସିଏ ହେଉଛି ଆମର ତଦ୍ଭବ। ସିଏ ଆମର କିଏ? ସିଏ ହେଉଛି ଆମର ତଦ୍ଭବ। ଠିକ୍ ହେଲା। ସିଏ ଆମର ତଦ୍ଭବ। ଯେମିତିକି ଆସିଲା କ'ଣ କ'ଣ ଦେଖ, ଏଠି ଦେଇଛି ସଂସ୍କୃତରେ ଦେଇଛି ଆଉ ଓଡ଼ିଆରେ ଦେଇଛି। ସଂସ୍କୃତରେ ଯେମିତି ଦେଲା ନଦୀ, ସଂସ୍କୃତରେ ନଦୀକୁ ନଦୀ କୁହାଯାଏ, କିନ୍ତୁ ଆମର ଓଡ଼ିଆରେ କ'ଣ କୁହାଯାଉଛି? ତାକୁ ନଈ, କୂପକୁ କୂଅ, ହସ୍ତିକୁ ହାତୀ, ଘୃତକୁ ଘିଅ, ଗାଭୀକୁ ଗାଈ, ଗନ୍ଧର୍ଭକୁ ଗଧ, ଘଟକକୁ ଘୋଡ଼ା, ଭୂମିକୁ ଭୂଇଁ। ଏଗୁଡ଼ା ହେଉଛି କ'ଣ? ନା ସଂସ୍କୃତ ଶବ୍ଦ ମାନଙ୍କରୁ ଜାତ ହୋଇଛି। ଅର୍ଥାତ୍ ଆମର ଧର କୂଅ, ଆମେ ଓଡ଼ିଆରେ କ'ଣ କହୁଛେ? କୂଅ, କିନ୍ତୁ ତାର ସଂସ୍କୃତରେ କ'ଣ କ'ଣ ପଢ଼ାଯାଏ? ନା କୂପ। ଦେଖ, ଆମେ ଜାଣିଗଲେ ନା ସଂସ୍କୃତରେ ଆମେ ପଢ଼ୁଛେ କୂପ, ତା ମାନେ କ'ଣ? କୂପ ମାନେ ତ ସେ କୂଅ, କୂପ ମାନେ ବି ତ ସେ କୂଅ ନା, ତ ସେଇଟାକୁ ଆମେ ଓଡ଼ିଆରେ କ'ଣ କହିଲେ? ନା କୂପ। ତ କିନ୍ତୁ ତାର ଅର୍ଥ ତ ସମାନ ରହିଲା ନା। ସଂସ୍କୃତରେ ଆମେ ଯେଟାକୁ କୂପ କହିଲେ, ଓଡ଼ିଆରେ ବି ତ ସେଇଟା ହିଁ କୂପଟାକୁ ହିଁ କୂଅ କହୁଛେ ନା, କିନ୍ତୁ ତାର ଅର୍ଥ ସମାନ ହେଲା କି ନାହିଁ? ତ ସେଇଥିପାଇଁ ସେଇଟାକୁ କ'ଣ କୁହାଯାଉଛି? ନା ତଦ୍ଭବ, ଅର୍ଥାତ୍ ତହିଁରୁ ସେ ଜନ୍ମ ନେଇଛି, ସେଇଠୁ ସେ ଜନ୍ମ ହେଇକି ଆସିছে। ସେ କୂଅଟା ହିଁ ସମାନ ରହିଲା, ସେ ୱାର୍ଡଟା ହିଁ ଖାଲି ଅଲଗା ଅଲଗା ଟିକେ ରହିଲା। ତ ସେଥିପାଇଁ କ'ଣ କୁହାଯାଉଛି? ଆକୁ ତଦ୍ଭବ ବୋଲି କୁହାଯାଏ। ବୁଝିହେଲା? ତାପରେ ଆଉ କ'ଣ ଆସିଲା? ତାପରେ କ'ଣ ଅଛି? ନା ଦେଶଜ। ତାପରେ କ'ଣ ଅଛି? ନା ଦେଶଜ। ଦେଶଜ ଯେଟାକି ଆମର ଗାଉଁଲି ଭାଷା, ଆମ ଗାଁ ମାନଙ୍କରେ ଯେଉଁ ସବୁ କଥାବାର୍ତ୍ତା ବ୍ୟବହାର କରୁଛୁ, କାହାକୁ ବେ ବା ତୁ ଏମିତି କହୁଛୁ କି ନାହିଁ, ସେଟା ସବୁ ଦେଶଜ ଯାଉଛି। ତ ଦେଶଜରେ ଏତେ କିଛି କ୍ୱେଶ୍ଚନ୍ ଆସେନି, ଯେହେତୁ ଦେଶଜ ପ୍ରାୟ ସମସ୍ତଙ୍କୁ ଜଣା। ଠିକ୍ ଅଛି। ତାପରେ ଆମେ ଯିବା କ'ଣ ଅଛି? ନା ବୈଦେଶିକ। ଠିକ୍ ଅଛି। ଏବେ ଆମେ ଯିବା କେଉଁଥିରେ? ନା ବୈଦେଶିକ। ଇଂରାଜୀ, ସେ ଭିତରୁ କ'ଣ ଅଛି? ନା ଇଂରାଜୀ। ଇଂରାଜୀ ତୁମେ ଜାଣିପାରିବ, ଇଂରାଜୀରେ ଯେମିତି ଆସିଲା ବେଞ୍ଚ, ଟେବୁଲ, ଏବେ ପ୍ରାୟ ପଢ଼ି ଆସୁଛ, କେତେ ତୁମେ ଜାଣିପାରିବ। ପେନ୍, ଟେବୁଲ, ଇଞ୍ଜିନ୍, କଲେଜ, ଏଗୁଡ଼ା ସବୁ କେଉଁଥିରେ ଯାଉଛି? ନା ଏଗୁଡ଼ା ସବୁ ଯାଉଛି ଇଂରାଜୀ। ଇଂରାଜୀରେ ବି କିଛି ଡାଉଟ୍ ରହିବନି, ପ୍ରାୟ ସବୁ ଆସିଯିବ। ମେନ୍ ରହିଲା ଆଉ କିଏ କିଏ ରହିଲେ? ନା ଚାରୋଟି। କିଏ? ନା ଆମର ଆସିଲା ପର୍ତ୍ତୁଗୀଜ। କିଏ ଆସିଲେ? ଚାରୋଟି। ଆସିଲା ପର୍ତ୍ତୁଗୀଜ, ଜାବନିକ, ପାରସିକ, ଆଉ ଗୋଟେ ତୁର୍କୀ। ଠିକ୍ ହେଲା। ତ ଏଇ ଚାରିଟାକୁ କେମିତି ତୁମେ ମନେ ରଖିବ? ନା ମନେ ରଖିବ କେମିତି? ମୁଁ ଗୋଟେ ଟ୍ରିକ୍ କହୁଛି ହେଲା। ତା ଛଡ଼ା ଆଉ ଏମିତି କିଛି ଉପାୟ ନାହିଁ କି ତୁମେ ଘୁଷିକି ମନେ ରଖିଥିବ। ଘୁଷିକି କେତେ ଦିନ ମନେ ରଖିବ? 4-5 ଦିନ ମନେ ରଖିବ, କି ମାସେ ମନେ ରଖିବ, ତାପରେ ଭୁଲିଯିବ ହେଲା।
तो आम कौन करवा ना से वार्ड रे ही आम खोजा हूँ यही वार्ड रे ही तारी उत्तर रही ठीक है। प्रथम देखिए पोर्तुगीज कौन देखा पोर्तुगीज फास्ट देखा कौन ना पोर्तुगीज पोर्तुगीज रे देख दीटा ही अच्छी गिर्ज आसला गिर्जा पोर्तुर कौन आसला पाद्री पोर पाद्री दीटा मन रहीगला कि नहीं दीटा ही मात्र मन रहीगला कि नहीं मन रहीगला देन आसला कौन ना जापनिक देख जापनिक रे फास्ट मुझे देखो लास्ट कौन अच्छी को अच्छी कौन जापनिक को उच्चारण आस कि नहीं को ओ आस कि नहीं है ओ से ओ नबनी ओ नब ओ जापनिक ओर कौन आसब देख ओर कौन आसला ना प्रथम नब वकिल कौन नब प्रथम नब तुम्हें वकिल ठीक है प्रथम तुम्हें वकिल नहीं गल वकिल अच्छा मत कहल जी वकिल अच्छी से कौटी रुहे अदालत रुहे कि नहीं अदालत पाईगले अच्छा जी अदालत रहा तार इस्तफा हम कि नहीं अर्थात से रिटायरमेंट हम कि नहीं चाकरी रे इस्तफा भी गला अच्छा जी वकिल है जी वकिल ता पाख को मैंने जानती तहसिलदार मैंने पुणी जानती कि नहीं वकिल पाखक अदालत पाखक को मैंने जानती तहसिल मैंने जानती कि नहीं जानती ताहले जो आमर वकिल रहिले जे से रूम पाई क्वार्टर पाई रूम रे कौन रही ना आईना भी पुणी रही ताले देख आईना भी रहा देख जी आमर वकिल से कौन करते रूम रे आईना रहा से इस्तफा भी दियंती अदालत ड्यूटी करती पाख तहसिल भी जाए कौन करे से जो तहसिल माने जाती कि अदालत जाती अदालतटा कौटी थाए निहाती कौन से गोटे नगर बा टाउन टाउन जगार तो सेटा नगर मन रखी कौन ना नगद है तापर कौन रहा अकल जो मैंने वकिल मैंने बेस अकल करती अर्थात बेस क्वेश्चन करती कि ना जो मैंने देख दसी जाइए कोर्टे से कौन करती बेस गुड़े घंटे बेस क्वेश्चन पचारती से अकल बेस करती है तापर कौन रहा मुदाला अर्थात सेटा कि मुदा फास्ट कर दियंती बा कौन सी किसी दस जदि जड़े दसी थी से धर किसी कथा को बुलेवा कि लुचेकी मिछ तथ्य दौथि कि मिछ प्रमाण दौथि से कौन करती वकिल मैंने से बेसी बेसी अकल करती मैंने बहुत इाड़ साड़ कथा घाटी घुटाकी ठीक कथाटा मुहर काढ़ी देती कौन कर मुदाला करता अर्थात कौन करता तार सत्यता सामना कर मुदाला करता है आ गोटे लास्ट रहा मुनिब से मन रखिदेवे मुनिब मन रही जाबनी को तापर आम देखा पारसिक तापर कौन देखा ना पारसिक पारसिक लास्ट कौन आसला को ये को आसला जे को उठेब कोर किए आसला ना करज क्या नवा ना करज मन रहा अच्छा करज करज तुम्हें क्या पाखर आण ना जो मैंने टिके अबकारी था अर्थात जो मैंने चाकरी करते लोक से पाखर आण जो गोटे पैसा थाए से पाखर आण ना करज अच्छा तेने अबकारी चलीगला अबकारी मान पाखे तुम्हें कौन आनल ना करज आनल अच्छा जो मैंने चाकरी लोक पाखे पैसा रहा से मैंने खाଇବା ପିଇବା ଭଲ କରିବେ कि नहीं से मैंने अंगूर खाइले कौन खाइले अंगूर खाइले है अच्छा आ कौन करती ना से मैंने चश्मा पिंधिले चश्मा कले चश्मा पिंधिले अच्छा जो लोक से अबकारी व्यक्ति मान करज आनिले से मैंने कौन करती ना काले लोकटी कौन करिवो ना जो जी पैसा धार धर नहीं से जदि पैसा भरेब न भरेब कहीकि से गोटे हाथ लिखित खजना जेटा कि खजना बुझे ना जमी जमी बाड़ी पटार गोटे खजना लिखिक नि तुम से जगह रोच गोटे प्रमाण रुहे तो सेमती कौन रहा गोटे कागज गोटे सेमती खजना से हिसाब से मन रखिदेव खजना तुम लिखिक रखिले कि ये टंका नहीं एत वर्ष गले कौन कर रिटर्न कर
ଠିକ୍ ହେଲା। ଯଦି ସେଇ ଲୋକଟି ସେତିକି ପଇସା ରିଟର୍ନ ନ କଲା ସେ କ'ଣ କରିବ? ତାହେଲେ ଯିଏ ଅବକାରୀ ଲୋକଟା ଥିବ ସେ କ'ଣ କରିବ? ନିହାତି ସୁପାରିଶ ଲଗେଇବ। ସୁପାରିଶ ଲଗେଇବ ନା, କି ଧମକ ଚମକ ଦେବ, କି ଲୋକ ଲଗେଇକି କହିବ ଯାଅ ତାଙ୍କ ଘର ଦ୍ୱାରା ଭାଙ୍ଗି ଦିଅ, କି କ'ଣ ଜିନିଷପତ୍ର ଥିବ ବିଲ ବାଡ଼ି ପଟା ନେଇ ଆସ, ଯଦି ସେ ପଇସା ଦେବନି ଧମକେଇବ କି ନାହିଁ? ତେଣୁକରି ତାଙ୍କ ପ୍ରତି କ'ଣ ରହିବ? ହୁସିଆର ରହିବ। ପଇସା ଯେତିକି ଯେଉଁଠି ଯାହା ଧାର କରି ଜାଣିଥିବ ସମୟ ହିସାବରେ ସେଇଠି କ'ଣ କରିବ? ତାଙ୍କୁ ରିଟର୍ନ କରିଦେବ। ବୁଝିଲା? ଭାବୁଛି ଏତିକି ପୁରା ଡାଉଟ୍ କ୍ଲିୟର ହେଇଯାଇଥିବ। ତାପରେ ପଢ଼ିବା ଆମେ ତୁର୍କୀ। ତାପରେ ପଢ଼ିବା କ'ଣ ଆମେ? ତୁର୍କୀ। ଦେଖ, ତୁର୍କୀ ତୁର୍କୀ ତୋର ଆସିଲା, ତୋର ତପ କ'ଣ? ତପ, ଆଉ ଗୋଟେ ହେଉଛି ଚପାତି। ତପ ଚପାତି, ତପ ଚପାତି। ଠିକ୍ ହେଲା? ତପ ଆଉ ଚପାତି, ତପ ଚପାତି ହେଲା। ତପ ଆଉ ଚପାତି କେମିତି ମନେ ରଖିବ? ଦେଖ, ଦେଖ ତୁର୍କୀ ଲାଷ୍ଟ କିଏ ଆସିଲା? ଦେଖ, ସବୁରେ ଲାଷ୍ଟରେ ମନେ ରଖି ଆସିବ ହେଲା। ତୁର୍କୀ କ ଅଛି, କିର କ'ଣ ହେଲା? କୁଲି। କିର କ'ଣ କହିବ ନା? କୁଲି। କୁଲି, ଠିକ୍ ହେଲା। ଆଚ୍ଛା, ମୋତେ କହିଲ କୁଲି କେଉଁଠି କାମ କରେ? ରେଲୱେ ଷ୍ଟେସନରେ ନା। ରେଲୱେ ଷ୍ଟେସନରେ ସେ କ'ଣ କରେ ନା ସବୁ ସାମାନ ନେବା ଆଣିବା କରେ, ବୋହିକି ନିଏ ହେଲା। ତ ସେ କ'ଣ କରେ, ଯେ ଯଦି ଜଣେ ଯେ କୁଲି ଥାଏ ସେ କେମିତି କ'ଣ କରେ? ସେ ଯେଉଁ ରୁମ୍ରେ ରୁହେ ସେ ଶୀଘ୍ର ଉଠିକି ଗାଧୋଇ ପୂଜା କରିକି ଖାଇ ପିଇକି ଡ୍ରେସ୍ ପତ୍ର ପିନ୍ଧି ପୁନ୍ଧା ସେ ତା ଡ୍ୟୁଟିରେ ବାହାରିବ କି ନାହିଁ? ବାହାରି ପଡ଼େ। ଠିକ୍ ସେମିତିକା ହେଲା। କୁଲି ଜଣେ ଥିଲେ, ସେ କ'ଣ କଲେ? ତପ ଆଉ ଚପାତିକୁ ଖାଇଲେ। ସକାଳୁ କ'ଣ କଲେ? ତପ ଚପାତିକୁ ଖାଇଦେଲେ। ଖାଇସାରିଲା ପରେ ସେ କ'ଣ କଲେ? ତାପରେ ଡ୍ରେସ୍ ପିନ୍ଧିବେ କି ନାହିଁ? ଡ୍ରେସ୍ ପିନ୍ଧିଲେ। ଡ୍ରେସ୍ ପିନ୍ଧିଲା ପରେ ସେ ଯେଉଁ ଏଇ ଯେଉଁ ଆମର ସୁଟ୍ ପ୍ୟାକେଟ୍ରେ ଦୁଇ ସାଇଡ଼୍ର ଯେଉଁ ପ୍ୟାକେଟ୍ ଥାଏ ସେ ପ୍ୟାକେଟ୍ରେ କ'ଣ କଲେ? ଗୋଟେ ସାଇଡ଼୍ ପ୍ୟାକେଟ୍ରେ କଇଁଚି ରଖିଲେ। କ'ଣ କଲେ? ଗୋଟେ ସାଇଡ଼୍ ପ୍ୟାକେଟ୍ରେ କଇଁଚି ରଖିଲେ, ଆଉ ଗୋଟେ ସାଇଡ଼୍ ପ୍ୟାକେଟ୍ରେ ବନ୍ଧୁକ ରଖିଲେ। ଏତିକି ମନେ ରହିଲା। ଆଚ୍ଛା, ଯେଉଁ ବନ୍ଧୁକ ଯେ ରଖିଲେ ସେ ବାଟରେ ଯିବେ ମାନେ ଗୋଟେ ବନ୍ଧୁକ ଧରିକି ଯାଉଛନ୍ତି, କାଳେ କ'ଣ କିଏ ମାଓବାଦୀ କି କୌଣସି ଗୋଟେ ଗୁଣ୍ଡା ଆଟାକ୍ କଲା ହେଲା, କି କୌଣସି ପଇସା ପତ୍ର, କି ଆଜିକାଲି ତ ବହୁତ କିଛି ହେଉଛି, ଏମିତିକା କେସ୍ ହେଉଛି, କି ରାସ୍ତାରେ ଯିବା ବାଟରେ ବି କ'ଣ ଗହଣା ଗାଣ୍ଠି ପାଖକୁ ନେଇକି ସୁନାପତ୍ର ପଇସା ପତ୍ର ହେଲା, ଗହଣା ଗାଣ୍ଠି ପଇସା ପତ୍ର ଏଗୁଡ଼ା ସବୁ କ'ଣ କରୁଛନ୍ତି ନା ଅଧା ବାଟରେ ସବୁ ଛଡ଼େଇକି ନେଇଯାଉଛନ୍ତି। ସେଥିପାଇଁ ସେ ନେଇଯାଇଥିଲା। ଆଚ୍ଛା, ଯଦି ସେ ବନ୍ଧୁକ ସାଙ୍ଗରେ ନେଇଯାଇଛି ତ ବାରୁଦ ପୁରେଇକି ନେବ ନା, ତା ଭିତରେ ବାରୁଦ ପୁରେଇକି ଥିଲା। ଆଉ କ'ଣ କଲା? ସରିଗଲା। ଆଉ କ'ଣ ରହିଲା? ଖାଲି ଗାଲିଚା। ଗାଲିଚାଟା ମନେ ପକେଇଦେବ। ଗାଲିଚା ଏମିତି ମନେ ରଖିଦେବ। ଆଉ ଗାଲିଚା ଆଉ ଇଂରାଜୀ ତ ପୁରା ସବୁ ମନେ ରହିଯିବ ହେଲା। କିଛି ଘୋଷିବା ପାଇଁ ପଡ଼ିଲା କି? ବିନା ଘୋଷାରେ ସବୁ ମନେ ରହିଗଲା। ଠିକ୍ ଅଛି। ତାପରେ ଯିବା ଆମେ କ'ଣ? ଶବ୍ଦର ରୂପ। ଶବ୍ଦର ରୂପ ପୁଣି କେତେ ଭାଗରେ? ଦୁଇ ଭାଗରେ ବିଭକ୍ତ କରାଯାଇଛି। ଶବ୍ଦର ରୂପ କ'ଣ କ'ଣ ନା? ଗୋଟେ ହେଉଛି ମୌଳିକ, ଆଉ ଗୋଟେ ହେଉଛି କ'ଣ ନା ବ୍ୟୁତ୍ପନ୍ନ। ଗୋଟେ ହେଉଛି ମୌଳିକ, ଆଉ ଗୋଟେ ହେଉଛି ବ୍ୟୁତ୍ପନ୍ନ। ଠିକ୍ ହେଲା। ଜାଣିଗଲେ। ଏବେ ଆମେ ଜାଣିବା କାହା ବିଷୟରେ ନା ମୌଳିକ। ମୌଳିକ କହିଲେ କ'ଣ ନା ଯେଉଁ ଶବ୍ଦରୁ, ଯେକୌଣସି ଶବ୍ଦରୁ ଗୋଟିଏ ବର୍ଣ୍ଣକୁ କାଟିଦେଲେ ଅନ୍ୟ ବର୍ଣ୍ଣର ମୁଁ ଏତିକି ଲିଭେଇ ହେଉଛି।
ଅନ୍ୟ ବର୍ଣ୍ଣର କୌଣସି ଅର୍ଥ ରୁହେ ନାହିଁ। ତାକୁ ଆମେ କ'ଣ କହିଥାଉ? ତାକୁ ଆମେ ମୌଳିକ କହିଥାଉ। ଅର୍ଥାତ୍ ଏକ୍ଜାମ୍ପଲ୍ ବୁଝିଲା କି ନାହିଁ? ଦେଖ, ଏକ୍ଜାମ୍ପଲ୍ ଦେଲେ ତୁମେ ଠିକ୍ ବୁଝିପାରିବ। ଧର ଯଦି କହିବି, ତୁମେ ଯେ ପଢ଼ୁଛ, କ'ଣ ପଢ଼ୁଛ ନା ବହି ପଢ଼ୁଛ। ବହି, ଏଇଟା ଗୋଟେ ଶବ୍ଦ କି ନୁହଁ? ହଁ, ଏଇଟା ବି ଗୋଟେ ଶବ୍ଦ। ଆମେ ପଢ଼ିକି ଆସିଲେ ଶବ୍ଦ କାହାକୁ କୁହାଯାଏ? କାରଣ ଆର ମିନିଂ ଅଛି। ଦେଖ, ବହିଟାକୁ ବ ହରେ ସେ ହି, ଯଦି ମୁଁ ହରେ ସେ ହିଟାକୁ କାଟିଦେଲି, ଖାଲି ରହିଲା କ'ଣ? ବ। ବ କହିଲେ ଜଣେ କିଛି ବୁଝିପାରୁଛି କି? ମୁଁ କହିବି ଖାଲି ବ, କ'ଣ ବ? ଠିକ୍ ଅଛି। ତ ସେମିତିକା ଯଦି ଜଣେ ଗୋଟେ ଲେଖିଲି ଘର, ଘର ବୁଝା ପଡ଼ୁଛି। ଯଦି ରଟାକୁ କାଟିଦେଲି, ଖାଲି ଘ ରହିଲା, ଘ। ଘ କ'ଣ କିଛି ବୁଝା ପଡ଼ୁଛି? କିଛି ବୁଝା ପଡ଼ୁନି। ସେଥିପାଇଁ କ'ଣ ହେଇଛି? ମୌଳିକ କାହାକୁ କହିବା ନା ମୌଳିକ ଶବ୍ଦ ତାକୁ କହିବା ଯାହାର କି, ଯେମିତିକି ଆମର ଦୁଇଟି ହାତ, ଦୁଇଟି ହାତରୁ ଗୋଟେ ହାତରେ ଆମର କଟିଯାଏ, ଆଉ ଗୋଟେ ହାତଟି ବେସାରା ହେଇଯାଏ କି ନାହିଁ? ହେଇଯାଏ କି ନାହିଁ? ଦୁଇ ହାତରେ କେମିତି ତୁମେ ଯେଉଁ କୌଣସି କାମ କରୁଥିଲ ଯେତେ ସହଜ କରିପାରୁଥିଲ, ଗୋଟିଏ ହାତରେ ସେତେ ଶୀଘ୍ର କରିପାରିବ କି? ମୌଳିକ ଶବ୍ଦ ହେଉଛି ଜଣେ ଆଉ ଜଣଙ୍କ ବିନା ଅଧୁରା। ହେଲା, ଠିକ୍ ସେମିତିକା ହେଲା, ଜଣେ ତାର ହାର୍ଟ ହେଲେ ଆଉ ଜଣେ ତାର ସ୍ପନ୍ଦନ। ଠିକ୍ ସେମିତିକା ସ୍କୁଲ ଯାଇଛ, ଅଧର ତୁମ ସାଙ୍ଗଟା ସେଦିନ ସାଇକେଲ ଆସିବା ପାଇଁ ଟିକେ ସ୍କୁଲ ପହଞ୍ଚିବା ପାଇଁ ଲେଟ୍ ହେଇଗଲା। ବାଟରେ ଆସୁଛି, ତାର ସାଇକେଲ ଟିକେ କ'ଣ ଚେନ୍ ଖସି ଯାଉଥିଲା। ହେଲା, ସାଇକେଲ ଚେନ୍ ଟିକେ ଖସି ଯାଉଥିଲା, ତ ସେଥିପାଇଁ ସ୍କୁଲ ପହଞ୍ଚିତେ ଟିକେ ଲେଟ୍ ହେଲା। ଯଦି ତୁମେ ଆଗକୁ ପଳେଇ ଆସୁଛ, କ'ଣ କରିବ? ତୁମ ସାଙ୍ଗମାନେ, ତୁମ ଯେଉଁ ସାଙ୍ଗ ଯିଏ ବସିଥାଏ, ସେ ଯଦି ଆସିନି, ତା ସିଟ୍ଟା ଫାଙ୍କା ଥିବ କି ନାହିଁ? ତା ସିଟ୍ଟା ଫାଙ୍କା ଅଛି। ଧର ସେ ଆସିନାହିଁ, ଲେଟ୍ ହେଇଛି, ତୁମ ଧର ଆଉ ଗୋଟେ ସାଙ୍ଗଟା ଆସିଲା, କହିଲେ ସେ ଆଗ ସିଟ୍ଟା ଫାଙ୍କା ଅଛି, ମୁଁ ଯାଇକି ବସି ପଡ଼େ। ତୁମେ ସେଠି କ'ଣ କହିବ? ନା 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 ନା, ଏଠି ମୋ ସେ ସାଙ୍ଗ ପରା ଯିଏ ସଞ୍ଜୁ, ସିଏ ଆସିକି ବସିବ। ମନା କର କି ନାହିଁ? ତୁମେ ଏମିତି ମନା କର କି ନାହିଁ? କ'ଣ ପାଇଁ? ସେ ମୋ କ୍ଲୋଜ୍ ସାଙ୍ଗ, ସେ ମୋ ବେଷ୍ଟ ଫ୍ରେଣ୍ଡ। ସିଏ ଯେଉଁଠି ବସିବ ମୁଁ ବି ସେଇଠି ବସିବି, ସେ ଯେଉଁଠି ଖାଇବା ପାଇଁ ଯିବ ମୁଁ ବି ସେଇଠି ଖାଇବି। ଏମିତି ହୁଏ କି ନାହିଁ? ଠିକ୍ ସେମିତିକା ଏମାନେ ହେଉଛି ଦୁଇ ଜଣ ବେଷ୍ଟ ଫ୍ରେଣ୍ଡ। ହେଲା, କିଏ? ମୌଳିକ ସାଙ୍ଗ, ମୌଳିକ ଶବ୍ଦ। ସେମାନେ ଦୁଇ ଜଣ ବେଷ୍ଟ ଫ୍ରେଣ୍ଡ। ଜଣକାକୁ ଗୋଟେ ବର୍ଣ୍ଣକୁ ଯଦି କାଟିଦେବା, ଆଉ ଗୋଟେ ବର୍ଣ୍ଣର ଅର୍ଥ ରୁହେ ନାହିଁ। ବୁଝିଲା? ବୁଝିପାରିଲ? ତାପରେ ଆମେ ପଢ଼ିବା ବ୍ୟୁତ୍ପନ୍ନ। ବ୍ୟୁତ୍ପନ୍ନ କ'ଣ? ନା ଯେଉଁଟା ଆମେ ମୌଳିକ ବୁଝିଲେ, ସେ ମୌଳିକକୁ ନେଇ, ସେଇ ମୌଳିକ ସହିତ କିଛି ଆମେ ପ୍ରତ୍ୟୟକୁ ଆମେ କ'ଣ କଲେ, ଯୋଗ କରିଦେଲା ପରେ ଯେଉଁ ନୂତନ ଶବ୍ଦଟି ଗଠନ ହୋଇଥାଏ, ତାକୁ ଆମେ ବ୍ୟୁତ୍ପନ୍ନ କୁହାଯାଏ। ଯେମିତି ମୁଁ ଲେଖିଲି ଘର, ଏଇଟା ଗୋଟେ କ'ଣ ମୌଳିକ କି ନାହିଁ? ଏଇଟା ଗୋଟେ ମୌଳିକ ଶବ୍ଦ, ଘର। ତାର ପ୍ରତ୍ୟୟ ଗୋଟେ ଧର ଲେଖିଲି ଉଆ, ସେମାନେ କ'ଣ ହେଇଗଲା? ଘର ଯୁକ୍ତ ଉଆ ସମାନ ଘରୁଆ। ଏଟା ଗୋଟେ ନୂତନ ଶବ୍ଦ ହେଲା କି ନାହିଁ? ତେଣୁ ଏଟାକୁ ଆମେ କିସ କହିବା? ବ୍ୟୁତ୍ପନ୍ନ ବୋଲି କହିଥିଲୁ। ବୁଝି ହେଉଛି କି ନାହିଁ ପିଲାମାନେ? ବୁଝି ହେଉଛି କି ନାହିଁ? ଦେଖ, ସେମିତିକା ଦେଇଛି ଘର ଯୁକ୍ତ ଉଆ ଘରୁଆ, ପ୍ରଯୁକ୍ତ ତାପ ପ୍ରତାପ, ତଳ ଯୁକ୍ତ ଉଆ ତଳୁଆ, ପାଣି ଯୁକ୍ତ ଆ ସମାନ ପାଣିଆ। ଏମିତିକା ସବୁ ହେଲା। ହେଲା, ଆଉ ଗୋଟେ କ'ଣ ଲେଖିଛି ନା କ୍ରିୟାପଦର ମୂଳ ରୂପକୁ ଧାତୁ କୁହାଯାଏ। ଧର ଗୋଟେ କ୍ରିୟା, ମୁଁ ଧର କହିଲି କାମ, ମୁଁ କ'ଣ କହିଲି? କାମ। ଏଟା ଗୋଟେ କ୍ରିୟା କି ନୁହଁ? କ୍ରିୟା। ଆଚ୍ଛା, ନା କାମ କେମିତି ଲେଖିବି? ନା କରେ କ'ଣ ଯୁକ୍ତ ଅ ଯୁକ୍ତ ଆ, କା ହେଲା ଯୁକ୍ତ ମ ଯୁକ୍ତ ଅ ସମାନ କାମ। ପ୍ରଥମ ଯେଟାକି ଆସିଲା କ'ଣ? କ୍ରିୟାପଦର, ଏଇ ଯଦି ଗଛଟା ଉଠିଛି, ଏଟା ଗୋଟେ ଗଛଟା,
ଗୋଟେ ଗଛଟା ଯାଇଛି ହେଲା, ଏଇଟା ତାର ମୂଳ କି ନୁହଁ, ତା ଚେର ହେଇକି ସେ ଗୋଟେ ଗଛଟା ଉଠିକି ଯାଇଛି, ସେ ତାର ମୂଳ କୁହାଯିବ। ତ ସେମିତିକା ଏଇ ଯେଉଁ ଆମର କିଏ କ୍ରିୟାଟି ଗଲା, ପ୍ରଥମ କେଇଠୁ ଯାଇଛି, ଏଇଠୁ ଏମିତି ଏମିତି ହେଇଗଲା କି ନାହିଁ, ପ୍ରଥମେ ଏଇଠୁ ବଢ଼ି 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 ଆସିଲା କି ନାହିଁ ଓ ପର୍ଯ୍ୟନ୍ତ। ତେଣୁ ପ୍ରଥମ ମୂଳ କିଏ, ତାର ମୂଳ ରୂପ କିଏ କ, ତାହେଲେ ଏଇଟା ହେଉଛି କିଏ ତାର ଧାତୁ, କାହାର ନା ଏଇ କ୍ରିୟାର। ଯେଉଁ କାମ ଲେଖିଲେ ଏଇଟା ହେଉଛି ଗୋଟେ କ୍ରିୟା, ଏଇ ଯେଉଁ କ୍ରିୟାର এই ଯେଉଁ କରେ ହଣତ ଲାଗିଲା ଏଇଟା ହେଉଛି କ'ଣ ତାର ଧାତୁ। ଆମେ ରୂପଟା କ'ଣ ଥାଏ ଏମିତି ହଣ ଚିହ୍ନ ଥିବ ହେଲା, ସେଇଟା ଜାଣିବ ସିଏ ତାର ଧାତୁ। ବୁଝିଲା ବୁଝିଲା। ଏବେ ଆମେ ନେକ୍ସଟ ଯିବା। ତାପରେ କ'ଣ ଅଛି ପ୍ରକୃତି, କ'ଣ ଜାଣିବା ପ୍ରକୃତି ପୂର୍ବ ବର୍ଣ୍ଣ। ଏବେ ଆମେ ଜାଣିବା କ'ଣ ପ୍ରକୃତି ନା ପୂର୍ବ ବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳ ରୂପ ଧାତୁକୁ ପ୍ରକୃତି କୁହାଯାଏ। ପୂର୍ବ ବର୍ଣ୍ଣିତ ମୌଳିକ ଶବ୍ଦ, ଆମେ ମୌଳିକ ଜାଣିପାରିଲେ ତା ସହିତ କ'ଣ ହେଉଛି କୌଣସି ଗୋଟିଏ କ୍ରିୟା ସାଙ୍ଗରେ ବା କୌଣସି ଗୋଟେ ତ ଆମେ କ'ଣ କରିଥାଉ ନା ପ୍ରତ୍ୟୟ ଯୁକ୍ତ କରିଥାଉ। କ'ଣ କରିଥାଉ, ନୂତନ ଶବ୍ଦ ଗଠନ କରି ବ୍ୟୁତ୍ପନ୍ନ ଶବ୍ଦରେ ଗଠିତ ହୋଇଥାଏ। ଠିକ ହେଲା। ତ ସେମିତି ତଥା କ୍ରିୟାର ମୂଳ ରୂପ, ତ ସେମିତିକି ଆସିଲା ଏ ଯେଉଁ ମୌଳିକ କେଇଟା ନା ମୌଳିକ ଶବ୍ଦ କେଉଁଟା ପଡ଼ିଲେ, ଯେମିତିକି ଆସିଲା ମୌଳିକ କିଏ ଆସିଲା ଘର ଆସିଲା। ତାପରେ କ'ଣ ଆସିବ ନା ମୁଁ ଧର ଲେଖିଲି ପାଣି। ଆମେ ଜାଣିଥିଲେ ମୌଳିକ ଶବ୍ଦରେ କ'ଣ ହୁଏ ନା ପ୍ରତ୍ୟୟ ଯୋଗ ହୁଏ। ପ୍ରତ୍ୟୟ କ'ଣ ଯୋଗ ହୁଏ ନା ପ୍ରତ୍ୟୟ ନା ପ୍ରକୃତି କହିଥାଉ। ଯେମିତିକି ମୁଁ ଲେଖିଲି ଘରଟାକୁ ପ୍ରଥମେ ମୁଁ କେମିତି ଲେଖିବି, ଘର ହଣ ଯୁକ୍ତ ଅ ଯୁକ୍ତ ର ତାପରେ ଯୁକ୍ତ ଅ ଘର ହେଲା। ପ୍ରଥମେ ଆସିଲା କିଏ ଘର ହଣ, ସେ ତାର କ'ଣ ଧାତୁକୁ ପ୍ରକୃତି ବୋଲି କୁହାଯାଏ। କ୍ରିୟାର ମୂଳ ରୂପ ଧାତୁକୁ ପ୍ରକୃତି କୁହାଯାଏ। ମୌଳିକ ଶବ୍ଦର ତଥା କ୍ରିୟାର ବୁଝିଲା। ମୌଳିକ ଶବ୍ଦ ଯିଏ ଆମର ମୌଳିକ ଶବ୍ଦର ମୂଳ ରୂପକୁ ପ୍ରକୃତି କୁହାଯିବ, ଆଉ ଆମର ବ୍ୟୁତ୍ପନ୍ନ ଶବ୍ଦର ମୂଳ ରୂପକୁ କ'ଣ କୁହାଯିବ ଧାତୁ ବୋଲି କୁହାଯିବ। ମନେ ରହିଲା। ହେଇଗଲା। ତ ସେମିତି ଦେଖିବ ଏଠି ଦେଇଛି କୁଲା ଯୁକ୍ତ ଏଇ କୁଲେଇ ଏଗୁଡ଼ା ସବୁ ଦେଇଛି ହେଲା। ତାପରେ ପଢ଼ିବା ଲିଙ୍ଗ। ଲିଙ୍ଗ ତ ପୁରା ଜାଣିଛେ ସମସ୍ତେ, ଆ ପ୍ରତ୍ୟୟ, ଏଟା ସବୁ ପ୍ରତ୍ୟୟ ହେଲା। ଆ ପ୍ରତ୍ୟୟ, ଇ ପ୍ରତ୍ୟୟ, ଆନି ପ୍ରତ୍ୟୟ, ଆଣି ପ୍ରତ୍ୟୟ ଏସବୁ ଲାଗିକି ପୁଲିଙ୍ଗ ସ୍ତ୍ରୀଲିଙ୍ଗ ଏଗୁଡ଼ା ପୁରା ଘଷି ଦେବ ହେଲା। କକିଳା କେମିତି ହେଉଛି ପୁଲିଙ୍ଗରୁ ସ୍ତ୍ରୀଲିଙ୍ଗ। ତାପରେ ଆମେ ନେକ୍ସଟ ଯିବା। ଏଠି ସେମିତି ଅଛି ଗଲା। ତାପରେ ଆମେ ପଢ଼ିବା କ'ଣ ନା ବଚନ। ପୁଣି ଦୁଇ ପ୍ରକାର ଅଛି, କ'ଣ ଗୋଟେ ହେଉଛି ଏକ ବଚନ, যেটাକୁ ତୁମେ ତୁ ଏଗୁଡ଼ା ସବୁ କହ କି ନାହିଁ, ଏକ ବଚନ ସେ ଏଗୁଡ଼ା ସବୁ କ'ଣ ନା ଏକ ବଚନ ହେଲା। ବହୁ ବଚନରେ ତୁମ୍ଭେମାନେ ହେଲା ବା ସେମାନେ। ଠିକ ଅଛି, ଏ ସବୁ କ'ଣ ନା ବହୁ ବଚନ। ଟିଏ ଟା ଟି ହେଲା। ଶ୍ରେଣୀ ଯୁଥ ଯାକ ଗୁଡ଼ିକ ଗୁଡ଼ିଏ ମାନେ ଚୟ ପୁଞ୍ଜ ରାଶି ମଣ୍ଡଳ ଏଗୁଡ଼ା ସବୁ ରହିଲେ ଜାଣିବେ ଏଗୁଡ଼ା ସବୁ ବହୁ ବଚନ ହେଲା। ଅଧିକା ବହୁ ବଚନ ଅଧିକା ଥାଏ।
ତ ସେମିତିକା ତାପରେ ଆମେ ଯୁଗ୍ମ ଶବ୍ଦ ଯୁଗ୍ମ ଶବ୍ଦ ଅର୍ଥାତ୍ କ'ଣ? ଯୁଗ୍ମ ମାନେ କ'ଣ? ଯୁଗ୍ମ ଜଏଣ୍ଟ ହେଇକି ଥିବ ହେଲା ଯୁଗ୍ମ ଶବ୍ଦ। ସେମିତି କ'ଣ ଅଛି ନା ଯେମିତିକି ଆସିଲା ଦେଖି ଦେଖିକା ହେଲା ଘାଟ, ଏଗୁଡ଼ା ସବୁ କ'ଣ? ଯୁଗ୍ମ। ତାପରେ ଆସିଲା ବିପରୀତାର୍ଥକ ମାନେ ଗୋଟିଏ ଯେମିତି ଆସିଲା ବିପରୀତାର୍ଥକ ଭଲ ବିପରୀତ କ'ଣ? ନା ମନ୍ଦ, ସେଟାକୁ ମିଶାଇ ଦିଅ ନା ଭଲ ମନ୍ଦ ବିପରୀତାର୍ଥକ ଦେଖ ବୁଝିଲା। ସମାନ ଅର୍ଥ ଏମିତି ଆସିଲା କ'ଣ? ହଣା ମରା। ଆରେ ହଣା ଯାହା ମରା ତାହା କି ନୁହଁ, ସମାନ ଅର୍ଥ କି ନିଏ? ବନ୍ଧୁ ବାନ୍ଧବ ଆମେ କହୁ କି ନାହିଁ? ବନ୍ଧୁ ସମାନାର୍ଥକ ଅର୍ଥାତ୍ ସମାନ ଅର୍ଥ ହେଲା। ଗୋଟାର ଅର୍ଥ ଥିବ ଆଉ ଗୋଟାର ଅର୍ଥ ନଥିବ। କ'ଣ କ'ଣ ଯେମିତିକି ଆସିଲା ପ୍ରାୟ ଟାଇମ୍ରେ ଦେଖିବ ପ୍ରାୟ ଲୋକ ବ୍ୟବହାର କରନ୍ତି, ଯେମିତି ଆସିଲା ଗପ ସପ। ଗପ କହିଲେ ବୁଝିପାରୁଛ? ହଁ ଗପ। ସପ କହିଲେ କିଛି ବୁଝିପାରୁଛ କି? କିଛି ବୁଝା ପଡ଼ୁନି, କିନ୍ତୁ ଆମେମାନେ କହୁଥାଉ ଗପ ସପ ହଉ କି ନା। ବାସନ ଆମେ ବାସନ କହିଲେ ବୁଝିପାରୁଛେ? ହଁ ବାସନ। ପୁଣି କୁସନ ବାସନ କୁସନ। ଆରେ ବାସନ କହିଲେ ତ ବୁଝା ପଡ଼ୁଛି, କିନ୍ତୁ କୁସନ କ'ଣ ସେ ବୁଝା ପଡ଼ୁଛି କି? ସେଥିପାଇଁ ଏଇଟା ମାନେ ବୁଝା ପଡ଼ୁଥିବା ବେଳେ ଏଇଟା ବୁଝା ପଡ଼ୁନି। ସେଇଥିପାଇଁ କୁହାହେଉଛି ଗୋଟେ ଅର୍ଥ ଥିବା ବେଳେ ଆଉ ଗୋଟେ ଅର୍ଥ ନଥିବା ଦୁଇ ଶବ୍ଦ। ବୁଝିହେଲା? ବୁଝି ହଉଛି କି ନାହିଁ? ବୁଝିପାରୁଥିବ ହେଲା। ଆଉ ଯଦି ବି କିଛି ଡାଉଟ୍ ମୋତେ ନିହାତି ପଚାରିବ ହେଲା। ତାପରେ ଆସିବା କ୍ରିୟାବାଚକ ଲେଖା। ଲେଖା କହିଲେ ବୁଝୁଛ? ହଁ ସେ ଲେଖାଟା ଅଛି ବା ଲେଖୁଛି। ଲେଖା ଲେଖି ସେ ଲେଖୁଛି, ଲେଖାଟାକୁ ସେ ଲେଖୁଛି। ଆଚ୍ଛା ଲେଖା ବୁଝି ହେଉଛି କି ନାହିଁ? ହଁ ଲେଖା ସେ ଅଲରେଡ଼ି କିଛି ଗୋଟେ ଲେଖା ସରିଛି। ଲେଖା କିନ୍ତୁ ଲେଖି କହିଲେ କି ସେ ଲେଖୁଛି, ମାନେ ସେ ଲେଖୁଛି କେତେ ପର୍ଯ୍ୟନ୍ତ ଲେଖିବ ତାର ଗ୍ୟାରେଣ୍ଟି ନାହିଁ। ସେ ରହିଲା ଦ୍ୱିରୁକ୍ତରେ ବି ସେମିତି ଯିବ। ଦ୍ୱିରୁକ୍ତରେ କହିଲେ ଦିଟା ଶବ୍ଦ ବାରମ୍ବାର ଲେଖା ହେଇଥିବ, ଦିଟା ଶବ୍ଦ ଦୁଇଥର ଲେଖା ହେଇଥିବ। ଯେମିତି ଆସିଲା ଝର ଦୁଇଥର ଲେଖା ହେଇଛି କି ନାହିଁ? ଦୁଇଥର ଆସିଲା ହେଲା। କୌଣସି ଶବ୍ଦଟାକୁ ଦୁଇଥର ଲେଖା ହେଇଥିବ ସେଇଟାକୁ ଦ୍ୱିରୁକ୍ତ। ତ ସେମିତି ଆସିଲା ସମାଚାରିତ। ଏଇଟା ପୁରା ଘୁଷି ଦେବ, ଏଇଟା ପୁରା ସମାଚାରିତ ଅର୍ଥାତ୍ ସମାନ ଉଚ୍ଚାରଣ ହେଉଥିବ କିନ୍ତୁ ତାର ମିନିଂ ଅଲଗା ଅଲଗା। ଯେମିତି ଅସନ ଅ ତାଲବେଶ ଦନ୍ତେନ ଅ ଦନ୍ତେଶ ଦନ୍ତେନ ସମାନ ଆସୁଛି କି ନାହିଁ? ଅସନ ଇଏ ବି ଅସନ, କିନ୍ତୁ ଦୁଇଟା ଯାକର ଦେଖ ମିନିଂ ସମାନ ଅଛି କି? ଅଲଗା ଅଲଗା। ଗୋଟେ ଭଜନ ହେଲା ଆଉ ଗୋଟେ କ୍ଷେପଣ। ଠିକ୍ ଅଛି, ଏଗୁଡ଼ା ପୁରା ସବୁ ଘୋଷିଦେବ ପଡ଼ିବ। ବାରମ୍ବାର ଏଗୁଡ଼ା ପଢ଼ିଲେ ମନେ ରହିଯିବ। ତାପରେ ପୁଣି ଆସିଲା ବିପରୀତାର୍ଥକ। ଏଗୁଡ଼ା ସେମିତି ବିପରୀତାର୍ଥକ ଦେଖିବ ପ୍ରାୟ ଖୋଲା କନଫ୍ୟୁଜ୍ ଯେଗୁଡ଼ା କରେ, ପ୍ରାୟ ଦେଖିବ ଯେଗୁଡ଼ା କନଫ୍ୟୁଜ୍ କରେ, ନହେଲେ ପ୍ରାୟତଃ ସବୁ ଆସିଯିବ। ପ୍ରାୟ ଦେଖିବ ଏ ଯେଉଁ ଖୋଲାର ମୁଦା ପକେଇ ଦିଏ, ପ୍ରାୟ ସବୁ ଖୋଲାର ବନ୍ଦ ଆସିଯାଏ ନା ଅଟୋମେଟିକାଲି ଖୋଲା ବନ୍ଦ। ତ ସେମିତି ଖୋଲାର ମୁଦା। ତ ସେମିତିକି ଆଉ ଗୋଟେ କ'ଣ ନା ଅପେକ୍ଷାର ଉପେକ୍ଷା, ଚମଡ଼ାର ମସ୍କା, ତାପରେ ସେମିତି ମସୃଣର ବନ୍ଧୁର ବନ୍ଧନର ମୋଚନ। ତ ସେମିତି ଜ୍ଞାନୀର ପ୍ରାୟ ଅଜ୍ଞାନୀ ଆସେ, କିନ୍ତୁ ଅଜ୍ଞାନ ହେବ ହେଲା। ଏମିତି କେତେଟା ଅଛି କନଫ୍ୟୁଜ୍ କରିବା ପାଇଁ, ନା ଆଉ ସବୁ କିଛି ଆସିବ ହେଲା। ଏଇଟା ସେମିତି କିଛି ନାହିଁ। ଆଉ ତାପରେ ଆସିବା ଧାତୁ ଯୁକ୍ତ ପ୍ରତ୍ୟୟ। ଧାତୁ କ'ଣ ତୁମେ ମାନେ ଜାଣିପାରିଲ? ପିଇବାର ଇଚ୍ଛା, ପିପାସା ଜୟ କରିବାର ଇଚ୍ଛା, ଜିଜ୍ଞାସା ଶୁଣିବାର ଇଚ୍ଛା, ଶୁଶ୍ରୂଷା ଲାଭ କରିବାର ଇଚ୍ଛା, ଲିପ୍ସା ଭୋଜନ କରିବାର ଇଚ୍ଛା, ବୁଭୁକ୍ଷା ସ୍ପେଲିଂଟା ଟିକେ ଲକ୍ଷ୍ୟ କରୁଥିବ। ଭୋଜନ କରିବାର ଇଚ୍ଛା, ବୁଭୁକ୍ଷା ଜାଣିବାର ଇଚ୍ଛା, ଜିଜ୍ଞାସା ପଠନ କରିବାର ଇଚ୍ଛା, ପିପଠିସା ଗମନ କରିବାର ଇଚ୍ଛା, ଜିଗମିସା ହେଲା। ଏତିକି ଥିଲା ଶବ୍ଦ ଗଠନର ବିଷୟ ପୁରା ଶେଷ ହେଇଗଲା। ଠିକ୍ ଅଛି, ମୁଁ ଭାବୁଛି ପ୍ରାୟ ସମସ୍ତେ ବୁଝିପାରିଥିବ ହେଲା। ଆଉ ଯଦି ବି କେଉଁଠି କ'ଣ ଡାଉଟ୍ ରହିଗଲା କି କେଉଁଟା କ'ଣ ବୁଝିପାରିଲନି ତ ମୋତେ ନିଶ୍ଚିତ
କମେଣ୍ଟ ମାଧ୍ୟମରେ ଜଣାଇବ କି ଯେଉଁଟା ଡାଉଟ୍ ରହିଲା ତ ମୁଁ ଚେଷ୍ଟା କରିବି ତୁମ ଡାଉଟ୍ଟାକୁ କ୍ଲିୟର କରିବା ପାଇଁ। ଠିକ୍ ଅଛି, ଯଦି କ୍ଲାସ୍ଟି ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଭାବରେ ଭଲ ପାଇବା ଦେବ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବ। ଠିକ୍ ଅଛି, ହଉ ତ ପିଲାମାନେ ଏତିକି ଥିଲା ଆଜିର ଅଧ୍ୟାୟ। ତ ପାଠ ସରିଲା। ଗୋଟେ ତୁମମାନଙ୍କ ପାଇଁ ଗୋଟେ କ୍ୱେଶ୍ଚନ୍ ରହିଲା ଆଜିର କ୍ୱେଶ୍ଚନ୍, ଆଉ ମୁଁ ଭାବୁଛି ପ୍ରାୟ ସମସ୍ତେ ଆର ସଠିକ୍ ଉତ୍ତର ଦେଇଦେବ। ଯଦି ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ କ୍ଲାସ୍ କରିଥିବ ତାହେଲେ ନିଶ୍ଚିତ ଉପରେ ଏଇ କ୍ୱେଶ୍ଚନ୍ର ଉତ୍ତର ଭୁଲ ହେବ ନାହିଁ। ତ ଠିକ୍ ଅଛି ପିଲାମାନେ, ମୁଁ ରହୁଛି।